Hey guys, welcome to Promith Education. ଆଜି ଆମେ ଏଇ ଭିଡ଼ିଓରେ ଡିସ୍କସନ୍ କରିବା ଯେ +3ର ଯେଉଁ ଏଜୁକେସନ୍ ଅନର୍ସ ଅଛି ତାର ସିଲାବସ୍ ସମ୍ପର୍କରେ, ସେମିଷ୍ଟାର ସମ୍ପର୍କରେ ଆସ ଡିସ୍କସନ୍ କରିବା। ଦେଖ ଏଇଟା ହେଉଛି PDF ଯାହାକି ମୁଁ ୱେବସାଇଟ୍ ତରଫରୁ ଡାଉନଲୋଡ଼୍ କରିଥିଲି। ଷ୍ଟେଟ୍ ମଡ଼େଲ୍ ସିଲାବସ୍ ଫର୍ ଅଣ୍ଡର ଗ୍ରାଜୁଏଟ୍ କୋର୍ସ ଇନ୍ ଏଜୁକେସନ୍। ଓକେ, ଦେଖ ଏଠାରେ ଆମର ଅଛି ସେମିଷ୍ଟାର 1ର କୋର୍ସ। ଦେଖ ପ୍ରଥମରେ ମୁଁ ସେମିଷ୍ଟାର 1ର କଥା କହୁଛି। ଦେଖ ସେମିଷ୍ଟାର 1 ସେମିଷ୍ଟାର 1 ଦେଖ ସେମିଷ୍ଟାର 1ରେ ତୁମର C1 ଲେଖାଯାଇଛି, ତାହା ହେଉଛି କୋର୍ ପେପର୍, ଆଉ C_I ଲେଖାଯାଉଛି, ସେଟା ହେଉଛି କୋର୍ ପେପର୍ 2। ଓକେ, ଦେଖ ତୁମର ଯେଉଁମାନଙ୍କର ଅନର୍ସ ଅଛି ସେମାନେ ପ୍ରଥମ ସେମିଷ୍ଟାରରେ ଫାର୍ଷ୍ଟ ସେମିଷ୍ଟାରରେ ଦୁଇଟି ପେପରର ଏକ୍ଜାମ୍ ଦେବେ। ଗୋଟେ ହେଉଛି ଏଜୁକେସନାଲ୍ ଫିଲୋସଫି ଆଉ ଗୋଟେ ହେଉଛି ଏଜୁକେସନାଲ୍ ସାଇକୋଲୋଜି। ଓକେ, ଦୁଇଟା ପେପର୍ ଅଛି, ଅଲ୍ କ୍ଲିଅର୍। ପ୍ରଥମ ସେମିଷ୍ଟାରରେ ଦୁଇଟା ପେପର୍ ଅଛି, ଗୋଟେ ହେଉଛି C1 ଆଉ ଗୋଟେ ହେଉଛି C2। ଓକେ, C1 ପେପର୍ ହେଉଛି ଏଜୁକେସନାଲ୍ ଫିଲୋସଫି ଆଉ C2 ହେଉଛି ଏଜୁକେସନାଲ୍ ସାଇକୋଲୋଜି। ଓକେ, ଆଉ ଆମର ସେକେଣ୍ଡ ସେମିଷ୍ଟାରରେ ଅଛି। ଦେଖ ଏଇଟା ହେଉଛି ସେକେଣ୍ଡ ସେମିଷ୍ଟାରର ସିଲାବସ୍। ଏଇଟା ହେଉଛି ସେକେଣ୍ଡ ସେମିଷ୍ଟାରର ସିଲାବସ୍। ଆମର ଦେଖ ସେକେଣ୍ଡ ସେମିଷ୍ଟାରରେ ଆମର ସେମ୍ କୋର୍ ପେପର୍ 3 ଆଉ କୋର୍ ପେପର୍ IV, यानी ଦୁଇଟି କୋର୍ ପେପର୍ ଅଛି। ଓକେ, ଗୋଟେ ହେଉଛି ଏଜୁକେସନାଲ୍ ସୋସିଓଲୋଜି ଆଉ ଚେଞ୍ଜିଂ ପେଡାଗୋଜିକାଲ୍ ପର୍ସପେକ୍ଟିଭ୍। ଓକେ, ସେମିତି କୋର୍ ପେପର୍ 3 ଆଉ କୋର୍ ପେପର୍ 4 ଦୁଇଟା ପେପର୍ ଅଛି କୋର୍ ସେମିଷ୍ଟାରରେ, यानी ନମ୍ବର 2 ସେମିଷ୍ଟାରରେ। ଓକେ, ଆଉ ଏକ୍ଜାମ୍ କେତେ ପେପର୍ର ଏକ୍ଜାମ୍ ହୁଏ ସେ ସମ୍ପର୍କରେ ଆଲୋଚନା କରିବା। ଦେଖ ପ୍ରଥମ ସେମିଷ୍ଟାରରେ ଅଛି ଆମର ଦୁଇଟା ପେପର୍, ଗୋଟେ ହେଲା ଏଜୁକେସନାଲ୍ ସାଇକୋଲୋଜି ଫିଲୋସଫି ଆଉ ଗୋଟେ ହେଉଛି ଏଜୁକେସନାଲ୍ ସାଇକୋଲୋଜି। ଆଉ ତୁମର ଦେଖ କୋର୍ ପେପର୍ 100 ମାର୍କର। ଓକେ, 100 ମାର୍କର, ବଟ୍ ସେଥିରୁ ଦେଖ କୋର୍ ପେପର୍ ହେଉଛି 100 ମାର୍କ, ସେଥିରୁ ତୁମର ଦିଆଯାଇଛି ଏଠାରେ ପ୍ରାକ୍ଟିକାଲ୍ 25 ମାର୍କର ଅଛି। ଓକେ, କୋର୍ ପେପର୍ ହେଉଛି 100 ମାର୍କ, ସେଥିରେ ଗଲା ତୁମର ପ୍ରାକ୍ଟିକାଲ୍ 25 ମାର୍କ ଆଉ ତୁମର ଇଣ୍ଟରନାଲ୍ ଏକ୍ଜାମ୍ ହେବ 15 ମାର୍କର। ଓକେ, ଆଉ ତୁମର ସେମିଷ୍ଟାର ଏକ୍ଜାମ୍ ହେବ କେବଳ 60 ମାର୍କର ଓନ୍ଲି। ଓକେ, ପ୍ରଥମ ସେମିଷ୍ଟାର ଆଉ ସେକେଣ୍ଡ ସେମିଷ୍ଟାର ଏ ରୁଲ୍ ଲାଗୁ ହେବ ନା, ସେଇ
कोर पेपर 1 कोर पेपर 2 100 मार्क हम आउ प्रैक्टिकल 25 मार्क देख ये अच्छी देखिए हम ये ओके आम नेक्स्ट वीडियो सिलेबस संपर्क में डिटेल्स आलोचना करवा जे आमर एजुकेशनल फिलोसफी सिलेबस कौन एजुकेशनल साइकोलॉजी सिलेबस कौन एजुकेशनल सोशियोलॉजी सिलेबस कौन चेंजिंग पेडागोजिकल पर्सपेक्टिव सिलेबस कौन आम डिस्कसन करवा आम केवल कोर पेपर आमर क्यों कोर्स अच्छी आउ केते मार्क एग्जाम होता है से संपर्क खाली आम वीडियो डिस्कसन करा ओके थैंक यू।